ଭାରତ ଶ୍ରୀଲଙ୍କା ଟି20 ଓ ଦିନିକିଆ ସିରିଜ୍ ବଦଳିଲା ତାରିଖ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ୍ ତାରିଖ ବଦଳିଛି। ଜୁଲାଇ 26 ବଦଳରେ ଏହି ସିରିଜ୍ ଜୁଲାଇ 27 ତାରିଖରୁ ଆରମ୍ଭ ହେବ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହ 3ଟି ଟି20 ମ୍ୟାଚ୍ ଖେଳିବ। ଏହାପରେ ଦୁଇ ଦେଶ ମଧ୍ୟରେ ସମାନ ସଂଖ୍ୟକ ଦିନିଆ ମ୍ୟାଚ୍ ଖେଳାଯିବ। ଟି20ରେ ଭାରତୀୟ ଟିମ୍ର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି, କାରଣ ଟି20 ବିଶ୍ୱକପରେ ରୋହିତ ଶର୍ମା ଏହି ଫର୍ମାଟକୁ ଅଲବିଦା କହି ସାରିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ବେଳକୁ ରୋହିତ ପୁଣି କ୍ୟାପ୍ଟେନ୍ ପଦକୁ ଫେରି ପାରନ୍ତି। ଯଦି ସେ ବିଶ୍ରାମ ନେବାକୁ ଚାହିଁବେ, ତାହେଲେ ବିସିସିଆଇ କେଏଲ୍ ରାହୁଲଙ୍କୁ ଦିନିକିଆରେ କ୍ୟାପ୍ଟେନ୍ କରିପାରେ। ପାଣ୍ଡ୍ୟା ଯଦି ବିଶ୍ରାମ ନେବେ, ତାହେଲେ ସୂର୍ଯ୍ୟକୁମାରଙ୍କୁ ଟି20ର କମାଣ୍ଡ ମିଳିପାରେ। ବିସିସିଆଇ ସିରିଜ୍ ଆରମ୍ଭ ତାରିଖ ବଦଳିଥିବା କହିଥିଲେ। ଭାରତ ଗସ୍ତ ପୂର୍ବଭଳି ଅଗଷ୍ଟ 7ରେ ଶେଷ ହେବ। ସେହିପରି ଭେନ୍ୟୁରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବରୁ ଜୁଲାଇ 26ରେ ପ୍ରଥମଟି ଟି20, 27ରେ ଦ୍ୱିତୀୟ ଟି20 ଓ 29ରେ ତୃତୀୟ ଟି20 ଖେଳାଯିବାକୁ ଥିଲା। ହେଲେ ଏବେ ଜୁଲାଇ 27ରେ ପ୍ରଥମ, ଜୁଲାଇ 28ରେ ଦ୍ୱିତୀୟ ଓ ଜୁଲାଇ 29ରେ ତୃତୀୟ ଟି20 ଖେଳାଯିବ। ସମସ୍ତ ମ୍ୟାଚ୍ ପାଲିକାଲରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ 1 ବଦଳରେ ଅଗଷ୍ଟ 2, ଦ୍ୱିତୀୟ ଦିନିକିଆ ପୂର୍ବଭଳି 4 ଅଗଷ୍ଟ ଓ ଶେଷ ମ୍ୟାଚ୍ ଅଗଷ୍ଟ 7ରେ ଖେଳାଯିବା। ସମସ୍ତ ମ୍ୟାଚ୍ କଲମ୍ବୋରେ ଅନୁଷ୍ଠିତ ହେବ।